बीजेपी जिंदाबाद 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 बीजेपी जिंदाबाद जिंदाबाद जिंदाबाद। सोमवार जाजपुर मकईपुर स्थित भारतीय जनता पार्टी कार्यालय में एक संबर्धना पर्व अनुष्ठित हो जाइछे। जाजपुर ब्लॉकर नवनियुक्त जाजपुर सांसदों प्रतिनिधि भाव दायित्व ग्रहण करिसेंती प्रदीप कुमार धल। ଏହି ଅବସରରେ ପାର୍ଟି କାର୍ଯ୍ୟାଳୟରେ ନୂତନ ପ୍ରତିନିଧି ପ୍ରଦୀପକୁ ବିଜେପି ମଣ୍ଡଳ ସଭାପତି ଓ ବିଜେପି କର୍ମକର୍ତ୍ତାମାନେ ପୁଷ୍ପଗୁଚ୍ଛ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧନା ସହ ସ୍ୱାଗତ କରିଛନ୍ତି। ଆମକୁ ସମ୍ବର୍ଦ୍ଧନା ଦେବା ପାଇଁ ଡାକିଥିଲେ, ସେଥିପାଇଁ ଆଜିର ଏ ସଭା ସେମାନେ ଆୟୋଜନ କରିଥିଲେ। ସେଥିପାଇଁ ମୁଁ ସାଂସଦ ରବିନାରାୟଣ ବେହେରାଙ୍କୁ ମୋ ତରଫରୁ ଅଶେଷ ଅଶେଷ ଧନ୍ୟବାଦ ଦେବି। ମାନ୍ୟବର ସାଂସଦ ମୋ ଉପରେ ତାଙ୍କର ଭରସା ରଖିଛନ୍ତି। ଆମର କନଷ୍ଟିଚ୍ୟୁଏନ୍ସି ଲିଡର ଗୌତମ ବାବୁ ମୋ ଉପରେ ଭରସା ରଖିଛନ୍ତି। ମୁଁ ନିଶ୍ଚିତ ଲୋକମାନଙ୍କର ଆଶା ଭରସାକୁ ପୂରଣ କରିବି। କୌଣସି କ୍ଷେତ୍ରରେ ଯେତେବେଳେ ବି ମୋତେ ଯେଉଁମାନେ ଚାହିଁବେ ମୁଁ ସେମାନଙ୍କର କାର୍ଯ୍ୟ କରିବି। ବ୍ଲକର ସମସ୍ତ ଯେଉଁ ବିଗତ 24 ବର୍ଷ ହେଲା ଯେଉଁ ଦୁର୍ନୀତିର ପେଡ଼ି ରହିଛି ବ୍ଲକରେ, ତାର ପୁରା ସମ୍ପୂର୍ଣ୍ଣ ବିବରଣୀ ଆମେ ବାହାର କରି ଲୋକଲୋଚନକୁ ଆଣିବୁ। କାମ ବି ଆଗେଇବୁ। ଯେଉଁ ଡେଭଲପମେଣ୍ଟ ୱାର୍କ ଯେତେ ରହିଛି ସବୁ ଡେଭଲପମେଣ୍ଟ ୱାର୍କକୁ ବି ଆମେ ଆଗେଇ ନେବୁ। ଯେ କୋଅର୍ଡିନେସନ ନଥିଲା, ୱାନ୍ ସାଇଡେଡ୍ ଚାଲୁଥିଲା, ଏବେ କୋଅର୍ଡିନେଟ୍ ହେଇକି ଚାଲିବ। ବିକାଶ ହେବ ହିଁ ହେବ। କମ୍ ସେ କମ୍ ଭରସା ରହିବ ଆମଙ୍କ ଉପରେ। ଆମେ ନିଶ୍ଚିତ କରିବୁ ଡେଭଲପମେଣ୍ଟ କାମ। ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ତୃଣମୂଳ ସ୍ତରରେ ଲୋକ ସମସ୍ୟାର ସମାଧାନ ସହ ସଂଗଠନ ମଜବୁତ କରିବା ପାଇଁ ପ୍ରଦୀପ କୁମାର ଧଳଙ୍କୁ ତାଙ୍କ ପ୍ରତିନିଧି ଭାବେ ଦାୟିତ୍ୱ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ ଲୋକଙ୍କ ସମସ୍ୟାର ସମାଧାନ କରାଯିବା ସହ ବିଜେପି ସଂଗଠନକୁ ମଜବୁତ କରାଯିବା ନେଇ ଶ୍ରୀ ଧଳ ସୂଚନା ଦେଇଛନ୍ତି। ଭାଇ ଜଣେ ବହୁତ ଅନୁଭବୀ ନେତା ଏବଂ ବହୁତ ଦିନର କାର୍ଯ୍ୟକର୍ତ୍ତା। ତାଙ୍କର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମ୍ପି ତାଙ୍କୁ ଏହି ନୋମିନି ପଦଟି ଦେଇଛନ୍ତି। ଆମେ ଆଶା ରଖିଛୁ ଏବଂ ଆମେ ଜାଣିଛୁ ସେ ଭଲ ଭାବରେ ଏହି ପଦଟିକୁ ତୁଲେଇବେ, ଲୋକମାନଙ୍କର ଆଶାନୁରୂପ କାମ କରିବେ। ଯେହେତୁ ଆମର 29 ଜନ ପ୍ରଦୀପ ଭାଇ ଆମର ଏମ୍ପିଙ୍କ ନୋମିନି ହେଇଛନ୍ତି, ତାଙ୍କୁ ସମ୍ବର୍ଦ୍ଧନା କରିବା ପାଇଁ ଆମେ ଏକ ସଭା ଡାକିଥିଲୁ ଏବଂ ସମ୍ବର୍ଦ୍ଧନା କଲୁ। ବର୍ତ୍ତମାନ ତ ସଂଗଠନ ତୃଣମୂଳ ସ୍ତରରୁ ବର୍ତ୍ତମାନ ସଂଗଠିତ ହେଇ ଆସୁଛି, ଆଉ ଆଗକୁ ନିଶ୍ଚିତ ଭଲ କରିବ। ଆମେ ଆଗାମୀ ସରପଞ୍ଚ ଏବଂ ସମିତି ସଭ୍ୟ ଯେଉଁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅଛି, ଏତେ ନିଶ୍ଚିତ ଭଲ କରିବୁ। ଯାଜପୁର କୃଷ୍ଣଚନ୍ଦ୍ର ନାୟକ ରିପୋର୍ଟ, ଖବର ଓଡ଼ିଶା।